सहितं नमामि। जाहि उमा महेश्वर कनिकार काशी धाम नरेन्द्रपुर कनिकार काशी धाम नरेन्द्रपुर विजय करिछन्ति जाहि उमा महेश्वर विजय करिछन्ति जाहि उमा महेश्वर दक्षिणारे बहे नदी तेरो जोड़िया ताकुड़ारे मठ परा होइठिया दक्षिणारे बहे नदी तेरो जोड़िया ताकुड़ारे मठ परा होइठिया गोसाई से दिना जन गोसाई से दिना जन साथी सदर विजय करिछन्ति जाहि उमा महेश्वर विजय करिछन्ति जाहि उमा महेश्वर उत्तरे लंकेश्वरी मध्य बराही उत्तरे लंकेश्वरी मध्य बराही गणनाथ भूतेश्वर अछन्ति चाहि जेउआड़े चाहि देले जेउआड़े चाहि देले शिव शंकर विजय करिछन्ति जाहि उमा महेश्वर विजय करिछन्ति जाहि उमा महेश्वर संक्रांति पुनेरे लागे जातरा दल दल चाली थांती जाति परा संक्रांति पुनेरे लागे जातरा दल दल चाली थांती जाति परा खग बोले से कांति खग बोले से कांति केड़े सुंदर विजय करिछन्ति जाहि उमा महेश्वर कनिकार काशी धाम नरेन्द्रपुर कनिकार काशी धाम नरेन्द्रपुर विजय करिछन्ति जाहि उमा महेश्वर विजय
ସେ କରିଛନ୍ତି ଜହିଁ ଉମା ମହେଶ୍ୱର ହେ ମା ବରାହୀ ହେ ମା ବରାହୀ ମା ବରାହୀ মা হে মা হে মা বরাহী ଚାଲିବ ତାପରେ ଆମର ଯେଉଁମାନେ ସରକାରଙ୍କ ଦ୍ୱାରା ସ୍ୱୀକୃତ ହେଇଛନ୍ତି ସେମାନଙ୍କ ଦ୍ୱାରା ସାଂସ୍କୃତିକ ପରିବେଷଣ ହେବ। ଆପଣମାନେ ଟିକେ ଧୈର୍ଯ୍ୟ ଧରି ରହିବେ। ଆଜି ସବୁଠାରୁ ସୁଖର କଥା ବର୍ଷା ନାହିଁ, ଇଏ ହେଉଛି ଠାକୁରଙ୍କ ଦୟା। ଏଇ ଯେଉଁ ଆମେ ଯେଉଁ ଦେବୀଙ୍କ ପାଖରେ ଗ୍ରାମ ଦେବୀ ବାରାଣୀଙ୍କ ପାଖରେ ଅଛୁ, ତାଙ୍କରି କରୁଣାରେ ଏସବୁ ହେଉଛି। ଆମେ ତାଙ୍କ ଆଶୀର୍ବାଦ କରିବା। ମୁଁ ଏଇ ଗାଁର ଜନ୍ମ, ଏଇ ଗାଁରେ ହେଇଗଲା ମୋର 84 ବର୍ଷ। ତେଣୁ ଅଧିକ କିଛି କହିବିନି। ମୋର ଗାଁ ପ୍ରତି ମୁଁ ସରକାରୀ ଚାକିରିରେ ଥିଲେ ବରଂ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ମୋର ଗାଁ ପ୍ରୀତି ଅଛି। ଏ ଯେଉଁ ବ୍ୟବସ୍ଥା କରାଗଲା ବାରାଣୀ ମନ୍ଦିର ଆଉ ଗାଁର ଯେଉଁ ଦୁଇଟା ମନ୍ଦିର ଅଛି ଦେବୀ ବାରାଣୀ ଆଉ ପାଟଣ ମଙ୍ଗଳା ଯେଉଁ ଅଛନ୍ତି ତାଙ୍କ ସାଂସ୍କୃତିକ ଯେ ପରିବେଷଣ କରିବା ପାଇଁ ମୁଁ ସବୁବେଳେ ନିବେଦନ କରିଛି। ଆଉ ଏଇ ଦୁଇଟା ଜାଗା 2016 ମସିହାରେ ଟୁରିଜିମ୍ ସେଣ୍ଟର ପର୍ଯ୍ୟଟନ କେନ୍ଦ୍ର ୟାର ବିକାଶ ପାଇଁ ମୁଁ ସରକାରଙ୍କ ସ୍ୱୀକୃତି ଲାଭ କରିଛି। ମୋର ଯେଉଁ ବହି ପ୍ରତ୍ନତାତ୍ତ୍ୱିକ ସାଂସ୍କୃତିକ ଇତିହାସ ବହି ପ୍ରକାଶ ପାଇଛି, ତା ଦେହରେ ଛାପିଛି। କିନ୍ତୁ ସବୁଠାରୁ ଦୁଃଖର କଥା 16ରୁ ଆସି 25 ହେଲା 26 ହେବ କାହାରି ଟିକେ ନା ସରକାର ତ ଶୁଣିବେନି କି ଆମରି ଗାଁର ଲୋକମାନେ ଟିକେ ତତ୍ପରତା ହେଲେ ମୁଁ ଭାବୁଛି ହେଇଯାଆନ୍ତା। ଆମର ବର୍ତ୍ତମାନ ଭଦ୍ରଖା ଲୋକ ଆମର ଟୁରିଜିମରେ ତ ନାହାନ୍ତି, ଆମର ସଂସ୍କୃତିର ଅଛନ୍ତି ମନ୍ତ୍ରୀ, ତାଙ୍କୁ ଅନୁରୋଧ କରିବା, ଆମେ ଚେଷ୍ଟା କରିବା। ଆଉ ଶେଷ କଥା ହେଉଛି ଯେ ଆପଣମାନେ ଦୟା କରିକି ଯେଉଁଠି ଆମେ ଜନ୍ମ ହେଇଛନ୍ତି, ମୋର କଥା ହେଲା ମୁଁ ଯେଉଁଠି ଜନ୍ମ ହେଇଛି ସେଇ ମାଟିର ମହକଟାକୁ କେମିତି ଉଜ୍ଜୀବିତ ହେବ ସବୁବେଳେ ସେ ମାଟି ପାଇଁ ମୁଁ ଭାରି ବ୍ୟସ୍ତ ଏବଂ ଯେତିକି ମୋ ଦ୍ୱାରା ସମ୍ଭବ ହେଇଛି କରାଯାଇଛି। ଏଣିକି ଅନୁରୋଧ କରୁଛି, ଏଇ ଯେଉଁ ଆଜି ଯେଉଁ ହେଲା ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ସରକାର ଦ୍ୱାରା ହେଇନି ଦୀର୍ଘ ଦିନରୁ ଆଜି ହେଇପାରୁଛି କେବଳ ଆମର ନିରୋଜ କୁମାର ରାଉତ, କାଶୀନାଥ ନାୟକ ଏଇମାନଙ୍କର ମୁଁ କିଛି କରୁନି। ମୁଁ କିନ୍ତୁ ଖାଲି ମାନେ ଡାକଟା ବଢ଼ି ଦେଉଛି ଇଏ କର। ତେଣୁ ମୁଁ କିଛି କରୁନି, କାରଣ ମୋର ବୟସ ଯାହା ମୁଁ ଚାରିଆଡ଼େ ବୁଲୁଛି ସବୁ କରୁଛି। କିନ୍ତୁ ଏଇମାନେ ନିରୋଜ କୁମାର ରାଉତ ଏଇ ଗାଁର ଭଣଜା, ଆଉ ସେ ଯେଉଁ ବ୍ୟବସ୍ଥା କରିଛନ୍ତି ଆଜି ଆମେ ତାକୁ ଉପଭୋଗ କରୁଛୁ। ଆଉ କାଶୀନାଥ ନାୟକ ସେ ଯେଉଁ ଅବସ୍ଥାରେ ସେ ବହିଟାକୁ ଲେଖିଛି ଆପଣମାନେ ବିଶ୍ୱାସ କରିପାରିବେନି। କାହିଁକି ମୁଁ କହୁଛି, ସେ କ'ଣ ପାଠ ପଢ଼ିଛି, ତାର ପିଲାଦିନ କଥା ଆପଣମାନେ ଜାଣିଛ, ଅଧିକ କହିବେନି। କିନ୍ତୁ ସେ ଯେଉଁ ଭାଷା ଦେଇକି ଲେଖିଛି, ମଠ ଉପରେ ଯେଉଁ ବହିଟା ଦୁଇଟା ବହି ଲେଖିଛି, ଆଉ ଦେବୀ ବାରାଣୀଙ୍କ ଉପରେ ଲେଖିଛି। ଆଜି ବି ସେଇ ବାରାଣୀ ମନ୍ଦିରରେ ଉନ୍ମୋଚନ ହେବ, ତା ବହି ଲୋକାର୍ପଣ ହେବ। ତେଣୁ ତାକୁ ମୁଁ ଅଶେଷ ଧନ୍ୟବାଦ ଦେଉଛି। ଆଉ ଧନ୍ୟବାଦ ଦେବି
ଆମର ଆମ ଏ ଗାଁର ଭଳିଆ ନିରଜ କୁମାର ଯେଉଁମାନେ ଅଛନ୍ତି ମୋର ନିବେଦନ ହେଉଛି ଯେ ଗୋଟେ ପ୍ରସ୍ତାବ ଦେବି ଯେ ସେ ଗ୍ରହଣ ହଉ ନ ହଉ କିନ୍ତୁ ସମସ୍ତେ ହୃଦୟରେ ରହୁ ଯେ ଏଇଟାକୁ ଏଇ ଯେଉଁ କାର୍ଯ୍ୟକ୍ରମ ପାଇଁ ରଥଯାତ୍ରା ଆମେ କରୁଛୁ ସବୁବେଳେ ଯେ ରଥଯାତ୍ରା ପାଇଁ ମହାପ୍ରଭୁ ହେଉଛନ୍ତି ୟାର ସୌନ୍ଦର୍ଯ୍ୟକରଣ କରାଯାଉ ଆଉ ଛାତ କରାଯାଉ ଯେମିତି ଆମର ମାଙ୍ଗଳିକ କାର୍ଯ୍ୟ ସବୁ ହେଇପାରିବ। ଏଇଥିପାଇଁ ଆମର ସବୁ ଅଛନ୍ତି ଯୁବ ନେତା ଅଛନ୍ତି ସେମାନଙ୍କୁ ଅନୁରୋଧ କରିବି ଆଉ ଗାଁର ସମସ୍ତଙ୍କୁ ନିବେଦନ କରିବି ସେମାନେ ଏ ତତ୍ପର ହୁଅନ୍ତୁ ମୁଁ ଯେତେ ପାରିବି କରିବି। ଏତେ କହି ଧନ୍ୟବାଦ। ଆଉ ପୁତୁରା ଅଭୟ ଆଉ ମୋର ବନ୍ଧୁ ତ୍ରିଲୋଚନ ବାବୁ ଆଉ ଆମର ଉପେନ୍ଦ୍ର ରାଓ ସମସ୍ତେ କହିବେ ଆପଣମାନେ ପଢ଼ୁଛନ୍ତି ପଢ଼ିବେ ଆପଣମାନଙ୍କର ମୁଁ କ'ଣ ବା ଅଧିକ ଜାଣିକି କହିବି ମୁଁ ତ ଆପଣମାନଙ୍କ ଛୁଆ କହିବି କେବଳ ଆମ ଗାଁ ଠାକୁର ଠାକୁରାଣୀଙ୍କ ପାଇଁ ନୁହେଁ ପାଇଁ ଯେ ଉଦ୍ଦିଷ୍ଟ ସତ୍ୟ ମାତ୍ର ଏହା ସମଗ୍ର ଜାତିର ଓ ସମଗ୍ର ଭକ୍ତ ଜଗତର ମୁକ୍ତିକାମୀ ପୁଷ୍ପ। ଆମେମାନେ ଆଜି ଅଛେ କାଲି ଚାଲିଯିବା ହେଲେ ପରବର୍ତ୍ତୀ ପିଢ଼ି ପାଇଁ ଏହା ନିଜ ଗାରିମା ବା ଅସ୍ମିତାର ସ୍ୱାକ୍ଷର ବହନ କରୁ। ବିଷ୍ଣୁ ନିଜକୁ ମହାବିଷ୍ଣୁ ବୋଲାନ୍ତି କିନ୍ତୁ ଗର୍ବର ବିଷୟ ଏହି ଯେ ଆମ ଗ୍ରାମ ଆଜି ସମଗ୍ର ଅଞ୍ଚଳ ଆମେମାନେ ସେପରି ମାଆର ନିଜ ସନ୍ତାନ ଓ ସେ ଆମର ନିଜ ମା ବରାଇ ଠାକୁର। ଆପଣମାନଙ୍କ ବହୁ ପ୍ରତୀକ୍ଷିତ ଏହି ମହିମାମୟୀ ମାଙ୍କର ଗାରିମା ଗାଥା ଯଥାଶକ୍ତି ମାଙ୍କ ଦୟାରୁ ମହାସାଗରରୁ ବିନ୍ୟ ସଂସ୍କୃତ ପୁସ୍ତକ ମା ବରାଇ ତତ୍ତ୍ୱଗୀତି ମାଳାଟି ତାଙ୍କରି ପୀଠରେ ତାଙ୍କରି ଯାତ୍ରା ଓ ଭାବରାତ୍ର ପୂର୍ଣ୍ଣମୟ ତିଥିରେ ଲୋକାର୍ପିତ ହେଉଅଛି। ବହି ମା ହିଁ ଲେଖିଛନ୍ତି ମା ହିଁ ଲେଖାଇଛନ୍ତି କେବଳ ଲେଖକ ହିସାବରେ ମାତ୍ର ମୋ ନାମ ଗ୍ରହଣ କରିବାକୁ ବହିଟିର ପ୍ରଥମରେ ମାଙ୍କ ସମ୍ବନ୍ଧରେ ସଂକ୍ଷେପ ଆକାରରେ ଶକ୍ତି ତତ୍ତ୍ୱର ବର୍ଣ୍ଣନା ଯାହାକି ଶକ୍ତି ତତ୍ତ୍ୱ ସମଷ୍ଟିରେ ମା ବରାଇ ଠାକୁରାଣୀଙ୍କ ଅବସ୍ଥିତିକୁ ସାବ୍ୟସ୍ତ କରେ। ମା ବରାଇ ଠାକୁରାଣୀ କିଏ କ'ଣ ତାଙ୍କର ଇଷ୍ଟପୂର୍ତ୍ତି ତଥା କ'ଣ ତାଙ୍କର ଜନମଙ୍ଗଳକାମୀ ଆଭିମୁଖ୍ୟ ଏବଂ କ'ଣ ମାଙ୍କର ନିରାଧନା ପଦ୍ଧତି ଓ ଫଳ ପ୍ରାପ୍ତି ନିଦର୍ଶନ। ଦ୍ୱିତୀୟତଃ ମା ବରାଇଙ୍କର ଶାସ୍ତ୍ରୀୟ ତାତ୍ତ୍ୱିକ ସ୍ୱରୂପକୁ ଆଧାର କରି ଶାସ୍ତ୍ରୀୟ ପରିପାଟିରେ ଯୋଗିନୀ ଯୋଗ ରୂପା ମା ବରାଇ ବନ୍ଦନା ନାମରେ 64 ପଦ ବିଶିଷ୍ଟ ଏକ ବନ୍ଦନା ଜଗନ୍ମାତା 64 ଭାଗରେ ବିଭକ୍ତ ହୋଇଥିବାରୁ ଏହା 64 ପଦରେ ସମାପ୍ତ ହୋଇଅଛି ଯାହା ମାଙ୍କ ନିକଟରେ ନିତ୍ୟ ପଠନ ଯୋଗ୍ୟ ମା ସନ୍ତୁଷ୍ଟି ଓ କୃପା ପ୍ରାପ୍ତିର ଏକ ବଳିଷ୍ଠ ମାଧ୍ୟମ। ତୃତୀୟରେ ମା ଠାକୁରାଣୀଙ୍କ ଠୋଳ ସ୍ୱରୂପ ବରାଇଙ୍କର ଆବିର୍ଭାବ ଓ ଅସୁର ନିଧନାନୀ ଜଗତ କଲ୍ୟାଣ ପ୍ରଦାନକୁ ନେଇ ଶାସ୍ତ୍ରାନୁସରଣ କ୍ରମରେ 14 ଅକ୍ଷରୀ ଛନ୍ଦରେ ଅଷ୍ଟମ ଅଧ୍ୟାୟ ବିଶିଷ୍ଟ ମା ବରାଇ ମହିମା ପୁରାଣ ଯାହାକି ପ୍ରତ୍ୟହ ମାଙ୍କ ନିକଟ ଓ ପ୍ରତି ଘରେ ଘରେ ପଠନୀୟ। ଶାସ୍ତ୍ର ମତରେ ଏହା ଏକାଧାରରେ ଲକ୍ଷ୍ମୀ ବୃଦ୍ଧି ଗତି ଓ ମୁକ୍ତି ଦାୟ। ଚତୁର୍ଥ ସମସ୍ତ ଠାକୁର ଠାକୁରାଣୀଙ୍କ ସହିତ ମା ବରାଇ ଠାକୁରାଣୀଙ୍କ ଅଲୌକିକ ଲୀଳା ବିଭୂତିକୁ ଆଧାର କରି ଭିନ୍ନ ଭିନ୍ନ ସ୍ୱର ଛନ୍ଦ ତାଳ ଲୟରେ ରଚିତ ଭକ୍ତି ଗୀତ ସମୂହ ଯାହା ଏକାଧାରରେ ଶ୍ରୋତା ବକ୍ତାଙ୍କୁ ମୁକ୍ତିର ଆନନ୍ଦ ପ୍ରଦାନରେ ସହାୟକ ହେଉଛନ୍ତି। ସୂଚନାଯୋଗ୍ୟ ବିଗତ 2001 ମସିହାରେ ସ୍ୱରଚିତ ପୁସ୍ତକ ସନାତନ ଘଟଣାଳା କିମ୍ବା ଋଷଭଙ୍କ ମକର ଯାତ୍ରା ତିଥିରେ ମଠରେ ଲୋକାର୍ପିତ ହୋଇଥିଲା। ଏବେ ଦୀର୍ଘ ବର୍ଷର ଅନ୍ତର ପରେ ଚଳିତ 2025 ମସିହାର ଗତ ମକର ସଂକ୍ରାନ୍ତିରେ ସ୍ୱରଚିତ ଦ୍ୱିତୀୟ ପୁସ୍ତକ ସନାତନ ତତ୍ତ୍ୱଗୀତି ମାଳାଟି ବାବାଙ୍କ ମଠରେ ଲୋକାର୍ପିତ ହେବାର ସୁଯୋଗ ଲାଭ କରିଅଛି। ମକରର ଠିକ୍ ପରେ ପରେ ଗତ ପଣା ସଂକ୍ରାନ୍ତି ଦିନ ସ୍ୱରଚିତ ମାଙ୍କ ପୁସ୍ତକ ମା ପାଟଣମଙ୍ଗଳା ଭକ୍ତିଗୀତି ମାଳାଟି ମଧ୍ୟ ମାଙ୍କ ମନ୍ଦିର ପରିସରରେ ଏକ ବନ୍ଧାରଣ୍ୟ ପରିବେଶରେ ଲୋକାର୍ପିତ ହୋଇଅଛି। ଆଜିର ଏହି ବିଶ୍ୱବନ୍ଧ ପୁଣ୍ୟ ପୁଣ୍ୟାତି ଯାତ୍ରା ଅବସରରେ ଲୋକାର୍ପିତ ହେଉଅଛି ଯାହାକୁ ଲୋକାର୍ପଣ ବର୍ତ୍ତମାନ କରିଛନ୍ତି ଏବଂ ଏଥି ନିମନ୍ତେ ନିଜର ସମସ୍ତ କଥାକୁ ଏଡ଼ି ଦେଇ ଭୁବନେଶ୍ୱରକୁ ଆସି
ମାଙ୍କ ନିକଟରେ ଓ ଆମ ଗହଣରେ ଉପସ୍ଥିତ ଅଛନ୍ତି ଠାକୁର ଠାକୁରାଣୀଙ୍କର ବରପୁତ୍ର ତଥା ଗାଁଠୁ ଓ ଅଞ୍ଚଳ ଠାରୁ ଦୂରରେ ଖାଇ ମଧ୍ୟ ଯିଏ ସର୍ବଦା ସମସ୍ତଙ୍କର ଅତି ନିକଟରେ ତଥା ଦିନରାତି ଏକାକାର କରି ଯିଏ ଦିବାସ୍ୱପ୍ନ ଦେଖୁଛନ୍ତି ନିଜ ଜିଲ୍ଲା ସହିତ ସମଗ୍ର ଅଞ୍ଚଳ ଓ ନିଜ ଗ୍ରାମର ଶ୍ରୀମାନ ବିନୋଦ କୁମାର ରାଉତ ମୋ ସାନ ଭାଇ ଚାନ୍ଦବାଲି ସଭାପତି ଚାନ୍ଦବାଲି ବିକାଶ ତଥା ମୋର ପୂଜ୍ୟ ଦାଦା ଶ୍ରୀଯୁକ୍ତ ବଂଶୀଧର ଭୂ ମୋର ଆପତ୍ତି ଏହି ଉକ୍ତ ଉଭୟ ବ୍ୟକ୍ତିତ୍ୱ ଦାଦା ଏବଂ ବିନୋଦ ବାବୁଙ୍କ ବିଷୟରେ ପୁଣି ଗ୍ରାମରେ ତଥା ଆପଣମାନଙ୍କ ଆଗରେ ଅଧିକ କିଛି କହିବା ପାଇଁ ମୋ ପାଇଁ କେବଳ ଦୁଷ୍ଟତାର ସାବ୍ୟସ୍ତ ହେବ ସେପରି ସାହସ ନ କରି ଏତିକି କହୁଛି ଆଜିର ଏ ମହାନ ଉତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ସଂସ୍କୃତି ବିଭାଗ ତରଫରୁ ଯେଉଁ ଆନ୍ତର୍ଜାତୀୟ ଟ୍ରଫେଟାକ ଆସୁଛନ୍ତି ତାହା ମୋ ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାନ୍ତା ହୁଏତ ହୋଇନପାରିବ ମାତ୍ର ଦାଦା ଓ ବିନୋଦ ବାବୁଙ୍କ ସହାୟତାରେ ତାହା ସହଜ ସାଧିତ ହୋଇପାରିଲା ଆପଣମାନଙ୍କ ସହାୟତାକୁ ଆଧାର କରି ଦାଦାଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟାରେ ମାଙ୍କ ପୂର୍ଣ୍ଣ କଳେବର ବେଶୀ ବଡ଼ ମନ୍ଦିର ନ ହେଲେ ବି ମାଙ୍କର ସେଇ ଚାଳ ଛୋଟା ଘର ଆଜି ଅଛି ଏହା ଆମ ପାଇଁ କମ୍ ଗର୍ବର ବିଷୟ ନୁହେଁ ଜଗତଜନନୀ ମା ଠାକୁରାଣୀଙ୍କ ପାଦ ତଳେ କେବଳ ସର୍ବେ ଭଗବତ ସୁଖୀ ନୁହେଁ ପାଣି ରହିଲେ ଆଡ଼ିକୁ ଶୀତଳ ଆପଣମାନେ ଭଲରେ ରହିଲେ ଆମେ ଭଲରେ ରହିବା ଆମେମାନେ ଯଦି ଭଲରେ ରହିବୁ ଆପଣ ଭଲରେ ରହିବେ ତେଣୁ ଏ ପବିତ୍ର ପୀଠ ଏ ଦେବୀ ପୀଠ ଏ ପବିତ୍ର ସ୍ଥାନ ଆଜି ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ତାଙ୍କର ଭାଇ ବଳଭଦ୍ର ଏବଂ एकमात्र अलियोली भूमि माँ सुभद्रा आज खूब आनंद उल्लास आज से सुवर्ण यात्रा सुनावेश महण महण सुनारे आज प्रभु विमंडित हेले सारी ये प्रत्येक हिंदू एक अपूर्व समावेश आम तो समस्त पुरी जापारे ना जहाँ आम दूरदर्शन एवं विभिन्न चैनल माध्यम अनुभव करूँ समस्त मन अति सन्तुष्ट हो आमर परम आराध्य देवता आज शह शह महणे आज सुसज्जित होती सुवर्गे सुनारे से आम आज समग्र विश्व ये सारा जगत आज दिन को सुवर्ग दिवस एवं प्रभुंकर सुनावेश हिसाब से आम आज सम्मान दौर आज आम परम सौभाग्य ये पवित्र पीठ ये देवी पीठ माँ बरही कहतु कि माँ बराही कहतु कि माँ बाराही कहतु अशेष सहयोग आम दीर्घ वर्ष है जो रथयात्रा पालन कर आज ये पवित्र पीठरे आज आमर प्रभु जगन्नाथ भाई बलभद्र एवं माँ सुभद्रा एठी आज किछि समय पाई विश्राम लेइछन्ति माँ बरही पर से कथा मन पड़ुछि गाँटी नरेन्द्रपुर थिले धनी सौदागर आनिथिले लंकेश्वरी मारे तांकरी पारु से हरदियारे महादेव भूतेश्वर तांको करे कुंडेश्वर बराही देवती अच्छी मारे कोड़े धरी माड़ी घर छुआरे आज माँ देवी बराहींकर अशेष करुणार आम आज संपूर्ण क्षम होती दीर्घ वर्ष है ये यात्राटी पालन करने आज प्रभुंकर अपार करुणा माँ अपार करुणा बल ये नरेन्द्रपुर एवं छत्रपदावासी को अशेष साहाय्य सहानुभूति प्रेरणा एवं उत्साह प्रदान करिसेंति दीर्घ वर्ष है नरेन्द्रपुरवासी जो गोटे आशा थिला इच्छा थिला आस्ते आस्ते प्रभु दयालु माँ दयालु इच्छा एवं आशा आज परिपूर्ण हो जाऊँगी कि राज्य कि आज आप अनुभव करेंगे 50 वर्ष पूर्व को फेरी जातु जो रास्ता अति
ଅସହ୍ୟ ଥିଲା। ଆମେ ଛାତ୍ର ଜୀବନରେ ଯିବା ଆସିବା କରିପାରୁନଥିଲୁ। ଆଜି ପ୍ରଭୁଙ୍କର ମାଙ୍କର ଆଜି ଅପାର କରୁଣାରୁ ଇଏ ସମସ୍ତର ବିନାଶ ଘଟିଛି ଏବଂ ଆମେ ଆସ୍ତେ ଆସ୍ତେ ବିଜ୍ଞାନ ଯୁଗରେ ଅଗ୍ରଗତି କରିଛନ୍ତି। ରାଜ୍ୟରେ ଯେଉଁଭଳି ଭାବରେ ଆଜି ସମୃଦ୍ଧି ହେଇଛି କିମ୍ବା ଦେଶରେ ଯେଉଁ ସମୃଦ୍ଧି ହେଇଛି ତା ପ୍ରତିଫଳନ ଏ ଦୁଇ ଗ୍ରାମ ନରେନ୍ଦ୍ରପୁର ଏବଂ ଛତ୍ରପଦାବାସୀଙ୍କ ଉପରେ ପଡ଼ିଛି। ସେଇଥିପାଇଁ ଆଜି ଆମେ ଯାହା ହେଉ କୌଣସି ରାଜନୀତିଜ୍ଞ କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ନାମ ମୁଁ ଏଠି ଉଚ୍ଚାରଣ କରୁନାହିଁ, କିନ୍ତୁ ମାଙ୍କର ଅପାର କରୁଣାରୁ ପ୍ରଭୁଙ୍କର ଅପାର କରୁଣାରୁ ଆମେ ସମସ୍ତେ ସମର୍ଥ ହୋଇଛନ୍ତି। ସେ ବିଜ୍ଞାନର ନୂଆ କୌଶଳ ଆଧୁନିକ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ଆମ ପାଖରେ ଆସ୍ତେ ଆସ୍ତେ ପହଞ୍ଚି ପାରୁଛି। ଗତକାଲି ମୁଁ ଭଦ୍ରକର ଜିଲ୍ଲାପାଳଙ୍କ ସହିତ କଥା ହେଉଥିଲି। ଏ ରାସ୍ତାର ଯେଉଁ ଦୟନୀୟ ଅବସ୍ଥା, କାଲି ଆମେ ଭିତରକୁ ପଶି ପାରୁ ନାହିଁ। କଲେକ୍ଟର କହିଲେ କିଛି ଗୋଟେ ସମସ୍ୟା ଅଛି। ଏଇଟା ହେଉଛି ଆର୍ଡି ରୋଡ। ଯାତ୍ରା ସରିଲା ପରେ ଆପଣ ଆସନ୍ତୁ, କିପରି ଭାବରେ ଆପଣଙ୍କୁ ଆର୍ଥିକ ସହାୟତା ନରେନ୍ଦ୍ରପୁରବାସୀଙ୍କୁ ଛତ୍ରପଦାବାସୀଙ୍କୁ ଦେଇହେବ ଆମେ ନିଶ୍ଚୟ ପ୍ରଦାନ କରିବୁ ଏବଂ ବିଭିନ୍ନ ଅଧିକାରୀଙ୍କ ସହିତ ସେ କଥା ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଯାହା ହେଉ ଆମେ ଗୋଟିଏ ଟିମ୍ ଗଠନ କରି କିମ୍ବା କିଛି ବଦାନ୍ୟ ବ୍ୟକ୍ତି ଯେଉଁମାନେ ଆମ ଦୁଇ ଗ୍ରାମର ଯେଉଁମାନେ ଆଗୁଆ ଯେଉଁମାନେ ସମାଜ ସେବାରେ ଲାଗି ଯାଇଛନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରିବି ସେମାନଙ୍କ ସହାୟତାରେ ଆମେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ଏବଂ ମୁଁ ଅନୁଭବ କରୁଛି, ମୋର ହୃଦୟଙ୍ଗମ ହେଉଛି ସେ ଆମର ଏ ଦୁରବସ୍ଥାକୁ ବୁଝିପାରିବେ ଏବଂ କିଛି ନିଶ୍ଚୟ ସହାୟତା ପ୍ରଦାନ କରିବେ। ଏ କାର୍ଯ୍ୟକ୍ରମ ସବୁ ସମାପନ ହେଲା ପରେ ଆମେ ତାଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିବା। ଯାହା ହେଉ ଆଜିର ଏ ଗୋଟେ ଅପୂର୍ବ ସମାବେଶ, ଅଭୂତପୂର୍ବ ସମାବେଶ, ଅଶ୍ରୁତପୂର୍ବ ସମାବେଶ। ଆମେ ଏଇଭଳି ଯାଇ ସମାବେଶ ଦେଖିନଥିଲୁ କିମ୍ବା ଶୁଣିନଥିଲୁ। ଆମର ଶ୍ରଦ୍ଧେୟ କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ତରୁଣ କୁମାର ସୁତାର ଆପଣଙ୍କୁ ଯେଉଁ ଗୀତଟି ଗାଇ ମୁଗ୍ଧ କରାଇଲେ, ସେ ଗୀତର ରଚୟିତା ହେଉଛନ୍ତି ଓଡ଼ିଶା ଶିକ୍ଷା ସେବାର ଜଣେ ବରିଷ୍ଠ ଅଧିକାରୀ ଏବଂ ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଭାଗର ଯେ ଧୁରୀଣ ଅଧ୍ୟାପକ ଭାବେ କାର୍ଯ୍ୟ କରି ବିଭିନ୍ନ ମହାବିଦ୍ୟାଳୟରେ ଆମ ନରେନ୍ଦ୍ରପୁର ଛତ୍ରପଦା ପାଇଁ ଖୁବ୍ ଗୌରବ ଆଣିଥିଲେ ପ୍ରଫେସର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକ। ସେ ଆଜି ନାହାନ୍ତି। ସେ ଆମ ଗାଁରେ ପାଠ ପଢୁଥିବା ସମୟରେ ଏ ସାଂସ୍କୃତିକ ଜାଗରଣ ଗୋଟେ ସୃଷ୍ଟି କରିଥିଲେ। ତାଙ୍କ ଆଦର୍ଶ ଏବଂ ତ୍ୟାଗରେ ଆମେ ଅନୁପ୍ରାଣିତ ହେଇଛୁ। ପ୍ରତ୍ୟେକ କଥା ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକଙ୍କର ମନେ ପଡ଼ିଯାଉଛି। ତାଙ୍କର ଯେଉଁ ଭଜନ, ତାଙ୍କର ଯେଉଁ ଜଣାଣ, ତାଙ୍କର ଯେଉଁ କୀର୍ତ୍ତନ ଏବଂ ତାଙ୍କର ଓଡ଼ିଆ ଭାଷାରେ ଯେଉଁ ପାଣ୍ଡିତ୍ୟ, ଇଏ ହେଉଛି ବିରଳ। ସମାଜର ଅନ୍ୟତମ ସହସମ୍ପାଦକ ଶ୍ରୀ ମୁରଲୀଧର ମଲ୍ଲିକଙ୍କର ସୁପୁତ୍ର ଡକ୍ଟର ଖଗେନ୍ଦ୍ରନାଥ ମଲ୍ଲିକ ଆଜି ଆମ ଗହଣରେ ନାହାନ୍ତି। ତାଙ୍କ ପ୍ରତିଭା ହଜିଯାଇ ନାହିଁ। ସେ ପ୍ରତିଭାକୁ, ସେ ସାଧନାକୁ ବଜାୟ ରଖିଛନ୍ତି ଆମ ଏଇ ଗାଁର ସୁପୁତ୍ର ଶ୍ରୀ କାଶୀନାଥ ନାୟକ। ତାଙ୍କ ସହିତ ମୋର ବିଶେଷ ପ୍ରତ୍ୟକ୍ଷ ସମ୍ପର୍କ ରହେ ନାହିଁ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସହିତ ମୋର ସାରଥିକ ସମ୍ପର୍କ ନିବିଡ଼ ଅଛି। ମାଙ୍କ ଅପାର କରୁଣାରୁ କେତେ ଖଣ୍ଡ ବହି ଲେଖିଛନ୍ତି। କିଛି ବହି ମୁଁ ପଢ଼ିବାର ସୁଯୋଗ ପାଇଛି। ଆମ ମଠରେ ଥିବା ସନାତନ ଭୋଜନମାଳା ମୁଁ ସମ୍ପୂର୍ଣ୍ଣ ପଢ଼ିଛି। ସନାତନ ତତ୍ତ୍ୱ ଗୀତିମାଳା ମୁଁ ପଢ଼ିଛି। ମା ପାଟଣ ମଙ୍ଗଳା ଭକ୍ତି ଗୀତିମାଳା ମୁଁ ପଢ଼ିପାରି ନାହିଁ ଏବଂ ଆଜି ଯେଉଁ ଆପଣମାନଙ୍କ ସାନ୍ନିଧ୍ୟରେ, ସହଯୋଗରେ ଏବଂ ସହାନୁଭୂତିରେ ଆଜି ଯେଉଁ ବିରଳ ପୁସ୍ତକ ମା ବାରାହୀଙ୍କ ତତ୍ତ୍ୱ ସମ୍ବଳିତ ମା ବାରାହୀ ତତ୍ତ୍ୱ ଗୀତିମାଳା ଆଜି ଯେଉଁ ଉନ୍ମୋଚିତ ହୋଇଛି, ମୁଁ ତାଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ଆମ ଗାଁର ଇଏ ଗୌରବ, ଛତ୍ରପଦା ମାଟିର ଗୌରବ, ଆମ ପ୍ରାଚୀନ ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇକି ସାରା ରାଜ୍ୟରେ ପ୍ରଚାର କରୁଛନ୍ତି, ପ୍ରସାର କରୁଛନ୍ତି। ସେ ଯେ ଆମ ଗାଁର ପୁଅ, একথা ମୁଁ ସହଜରେ ବିଶ୍ୱାସ କରିପାରି ନାହିଁ। ତାଙ୍କ ଲେଖା ସହିତ ମୁଁ ସମ୍ପୂର୍ଣ୍ଣ ପରିଚିତ। ଯୁଗୋପଯୋଗୀ ଲେଖା, ତାଙ୍କ ଲେଖାରେ କୌଣସି ବର୍ଣ୍ଣନା ନାହିଁ। ତାଙ୍କର ପ୍ରତ୍ୟେକ ଲେଖା ବାସ୍ତବତା ବହନ କରେ।
ସେ ଲେଖାଟି ଭଲ ଲେଖା କୋଉ ଲେଖାଟି ସେ ଗପଟି ହଉ କବିତାଟି ହଉ କିମ୍ବା ପ୍ରବନ୍ଧ ହଉ କିମ୍ବା ଏକାଙ୍କିକା ହଉ କିମ୍ବା ଆଜିର ଯେଉଁ ନାଟକଟି ହଉ ଆମେ ଆଜି ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗକୁ ବିଶେଷ ଧନ୍ୟବାଦ ଦେବା। ସେମାନଙ୍କ ସହଯୋଗରେ ଆଜି ଗୋଟେ ନୂଆ କାର୍ଯ୍ୟ ହେଉଛି। ଆମମାନଙ୍କର ସହଯୋଗ ଏବଂ ସହାନୁଭୂତି ରହିଲେ ଆଜି ଯେଉଁ ପ୍ରଣନ୍ୟ କଳାକାର ମାନେ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି, ଆମ ଗାଁକୁ ଆସିଛନ୍ତି, ସେମାନଙ୍କର ରିପୋର୍ଟ ଉପରେ ସେମାନଙ୍କର ମତାମତ ଉପରେ ଆମେ ପ୍ରତ୍ୟେକ ବର୍ଷ ପାଇପାରିବା। ଆସନ୍ତୁ ମୁଁ ସମସ୍ତଙ୍କୁ ନିବେଦନ କରିବି, ଆବାଳ ବୃଦ୍ଧ ବନିତା ଦଳ ମତ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଶାର ଯେଉଁ ପ୍ରତିଷ୍ଠିତ କଳାକାର ମାନେ ଆସିଛନ୍ତି ସେ କଳାକାର ମାନଙ୍କୁ ଆମେ ସମ୍ପୂର୍ଣ୍ଣ ସହଯୋଗ ଦେବା ଏବଂ ସହାନୁଭୂତି ପ୍ରଦର୍ଶନ କରିବା। ଆମେ ନୀରବ ରହିଲେ ଆମ ସହଯୋଗରେ ସେ ଯେଉଁ ନାଟକଟି ପରିବେଷଣ କରିବେ ଇଏ ଅତ୍ୟନ୍ତ ମନୋରମ ଏବଂ ଆକର୍ଷଣୀୟ ହେବ। ସଂସ୍କୃତି ବିଭାଗର ବୃଦ୍ଧ ବନିତା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକାକାର ହେବା। ଇଏ ରଥଯାତ୍ରାକୁ କେମିତି ସୁରୁଖୁରୁରେ କରେଇ ପାରିବା। ଆପଣମାନେ ଜାଣିଥିବେ ପୃଥିବୀର 157ଟି ଦେଶ ଅଛି, 195ଟି ଦେଶ, 195ଟି ଦେଶ ଶିକ୍ଷିତ ଏବଂ 2ଟି ଅଣଶିକ୍ଷିତ ଦେଶ ଅଛି ସେ ସ୍ୱୀକୃତି ପାଇନାହିଁ। ଏମିତି ପୃଥିବୀରେ କୌଣସି ଦେଶ ନାହିଁ ଯେଉଁ ଦେଶରେ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ହଉନି। 195ଟି ଦେଶରେ ରଥଯାତ୍ରା ପାଳନ କରାଯାଉଛି। ତେଣୁ ପ୍ରତ୍ୟେକ ଦେଶ ଯେଉଁମାନେ ସେମାନଙ୍କର ସଂସ୍କୃତି ପରମ୍ପରା ଐତିହ୍ୟରୁ ବହୁ ଦୂରରେ ଅଛନ୍ତି, ଆମେ ଜଗନ୍ନାଥ ଦେଶର ଲୋକ, ସମଗ୍ର ପୃଥିବୀରେ ଆମର ଗୋଟେ ସ୍ୱତନ୍ତ୍ର ପରିଚୟ ଅଛି ପ୍ରଭୁ ଜଗନ୍ନାଥ। ଯଦି ଆମେ କୋଉ ଦେଶକୁ ଯିବା ଆମେ ପ୍ରଭୁ ଜଗନ୍ନାଥ କହିଦେବା, ସେମାନେ ନିଶ୍ଚୟ କହିଦେବେ ଇଏ ହେଉଛନ୍ତି ଓଡ଼ିଶାର ଲୋକ। ଯଦି ଆମ ସଂସ୍କୃତି ଆମ ପରମ୍ପରା ଆମ ଐତିହ୍ୟ ଆମ ନାଟକ ବିଷୟରେ ଯଦି କହିବା ପୃଥିବୀର ସବୁ ଦେଶର ଲୋକ କହିପାରିବେ। ଅନ୍ୟମାନେ ଜଗନ୍ନାଥ ପୂଜାର ରଥଯାତ୍ରା କରିପାରୁଛନ୍ତି, ଆମେ କାହିଁକି ନ କରିବା? ମୁଁ ଗୋଟିଏ ଅନୁରୋଧ ଆପଣମାନଙ୍କୁ କରୁଛି, ଜଗନ୍ନାଥ ଦେଶର ଲୋକ ଆମେ, ଅତି ପାଖରେ ଆମ ପ୍ରଭୁ ଜଗନ୍ନାଥ ଅଛନ୍ତି। ବିଦେଶର ଲୋକମାନେ ଜଗନ୍ନାଥ ରଥଯାତ୍ରା କରିପାରୁଛନ୍ତି, ଆମେ ନିଶ୍ଚୟ କରିବା। ଆମ ସମସ୍ତଙ୍କର ମନୋଭାବ ଏକ ରହୁ, ବୁଝାମଣା ଏକ ରହୁ, ମାନସିକତାର ପରିବର୍ତ୍ତନ ଆସୁ। ଇଏ ଆମ ପ୍ରଭୁ ସମସ୍ତଙ୍କର ପ୍ରଭୁ, ସମସ୍ତଙ୍କର ଜଗନ୍ନାଥଙ୍କର। ଇଏ ନରେନ୍ଦ୍ରପୁର ଲୋକଙ୍କର ନୁହେଁ, ଇଏ ଛତ୍ରପଦାର ଲୋକଙ୍କର, ଇଏ ପାଟଣ ମଙ୍ଗଳ, ଇଏ ଶାଶୁଘାଟୁଣି, ଇଏ ହଳଦିଆ, ଇଏ କେଶରପୁର, ଇଏ ବରଦା ଲୋକଙ୍କର ନୁହେଁ, ଆମ ସମସ୍ତଙ୍କର ପ୍ରଭୁ ଜଗନ୍ନାଥ। ଏଇ ବର୍ଷ ଠାରୁ ଆମେ ପ୍ରତିଜ୍ଞା କରିବା, ଶ୍ରଦ୍ଧେୟ ନିରୋଧ ରାଉତ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ଆମେ ତାଙ୍କୁ ପ୍ରେରଣା ଦେବା, ଉତ୍ସାହ ଦେବା। ଆମ ଗାଁର ସେ ପୁଅ, ଆମ ଗାଁର ସେ ଭଣଜା ଆଗାମୀ ଦିନରେ ପ୍ରତିବର୍ଷ ଏ କାର୍ଯ୍ୟ ଲାଗି ରହୁ। ଏ କାର୍ଯ୍ୟକ୍ରମଟି ଆପଣମାନଙ୍କ ସହାୟତାରେ ବିଶେଷ କରି ଯେଉଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ସତ୍ୟାନନ୍ଦ ଧଳ, ତାଙ୍କର ଗ୍ରାମବାସୀଙ୍କୁ ନେଇ, ତାଙ୍କର ସହଯୋଗୀମାନଙ୍କୁ ନେଇ ଯେଉଁ ସଫଳ କରାଉଛନ୍ତି ରଥଯାତ୍ରାଟି, ଆଗାମୀ ଦିନରେ ଏଇ ଦୀର୍ଘ ବର୍ଷ ହେଲା ପୂର୍ବ ବର୍ଷରେ ଯେଉଁ ଆନ୍ଦୋଳନ ସୃଷ୍ଟି ହେଇଛି, ଯେଉଁ ଅଭିଯାନଟି ସୃଷ୍ଟି ହେଇଛି, ଇଏ ଅଭିଯାନ ବ୍ୟାପକ। ସେଥିପାଇଁ ଆପଣ ସମସ୍ତଙ୍କର ସହଯୋଗ ଏବଂ ସହାନୁଭୂତି, ଜଣେ ଇଚ୍ଛା କଲେ କେହି ସମ୍ଭବ ହେଇପାରିବ ନାହିଁ। ସମସ୍ତଙ୍କର ମିଳିତ ସହଯୋଗ ରହୁ, ମିଳିତ ସହାନୁଭୂତି ରହିଲେ ଆମେ ମାଙ୍କର ଆଶୀର୍ବାଦ ପାଇପାରିବା, ପ୍ରଭୁଙ୍କର ଆଶୀର୍ବାଦ ପାଇପାରିବା। ଅନ୍ୟ କଥା କିଛି କହୁନାହିଁ। ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଆପଣ ପରିବାର ସମସ୍ତେ ଭଲରେ ସୁଖରେ ଶାନ୍ତିରେ ରୁହନ୍ତୁ, ଏତିକି ମୁଁ କେବଳ କାମନା କରିବା ପାଇଁ ବହୁ ଦୂରକୁ ଚାଲି ଆସିଛି। ଆଉ କିଛି ଆଶା ଏବଂ ଇଚ୍ଛା ନାହିଁ। ଆମେ ସମସ୍ତଙ୍କର ମିଳିତ ସହଯୋଗରେ ଆଗାମୀ ଦିନରେ ରଥଯାତ୍ରାଟି ନିଶ୍ଚୟ ବ୍ୟାପକ ହେବ, ମୁଁ ଏତିକି କାମ। ତୁମେ ପ୍ରବଚନ, ତୁମେ ପାରାୟଣ, ତୁମେ ଗୀତାର ଅମୃତ ଉଚ୍ଚାରଣ। ହେ ନାରାୟଣ, ହେ ନାରାୟଣ, ହେ ନାରାୟଣ, ହେ ନାରାୟଣ। ତୁମେ ଭାଗବତ, ତୁମେ ରାମ
নারায়ণ তুমি যে অনাদি তুমি যে অনন্ত জগত তুমরি লীলা লীলাময় হে প্রভু অন্তর্যামী অন্তরে তুম খেলা সকল ঘটরে প্রাণ তুমি প্রভু সকল ঘটরে প্রাণ তুমি প্রভু জীবন করিছ পরিপূর্ণ হে নারায়ণ হে নারায়ণ হে নারায়ণ হে নারায়ণ ক্ষীরসাগরে অনন্ত কোଳରେ প্রভু হে তুমরি বাস জগত উদ্ধার କରିବା ପାଇଁ ନର ରୂପେ ପ୍ରକାଶ ଗୋଲକରେ ତୁମେ ପୁଲକରେ ତୁମେ ଗୋଲକରେ ତୁମେ ପୁଲକରେ ତୁମେ ପୁଲକିତ କଲ ସବୁ ପ୍ରାଣ ନାରାୟଣ ହେ ନାରାୟଣ ହେ ନାରାୟଣ হে নারায়ণ তুমি যে উষার কহিলি কিরণ ফুল পাখুড়ারে বাসনা তুমি যে উষার কহিলি কিরণ ফুল পাখুড়ারে বাসনা তুমি গধূলির লালিমা তুমি রাতির শীতল জ্যোৎস্না তুমি সাকার তুমি নিরাকার তুমি সাকার তুমি নিরাকার তুমি সত্য তুমি সনাতন নারায়ণ হে নারায়ণ হে নারায়ণ হে নারায়ণ তুমি ভগবত তুমি রামায়ণ তুমি প্রবচন তুমি পরায়ণ তুমি তার মৃত উচ্চারণ হে নারায়ণ হে নারায়ণ হে নারায়ণ হে নারায়ণ হে নারায়ণ হে আন্তর্জাতীয় খ্যাতি সম্পন্ন গুরু ডক্টর গজেন্দ্র কুমার প্রণাম হইব গুরুଙ୍କ ସହିତ ତାଙ୍କ ଛାତ୍ରଛାତ୍ରୀ ସମସ୍ତେ କଳାକାର ବୃନ୍ଦଙ୍କୁ ଆମ ସମସ୍ତଙ୍କ ତରଫରୁ ମୋର ଏବଂ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରୁଛୁ ତାଙ୍କର ଏହି ଭଗବତମୟ ଚଳାପଥ ସର୍ବଦା ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହେଉ ଜଗଜ୍ଜନନୀ ମା ବରାଇ ଠାକୁରାଣୀ ଓ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପାଦ ତଳେ ଆମର ଏତିକି ମାତ୍ର ପ୍ରାର୍ଥନା ଗୁରୁ ଡକ୍ଟର ପଣ୍ଡାଙ୍କ ବିଷୟରେ ଅଧିକ କିଛି କହିବା ଅନାବଶ୍ୟକ କାରଣ ଯିଏ ଘରେ ଘରେ ସାରା ବିଶ୍ୱରେ ପରିଚିତ ଦେଶ ବିଦେଶୀୟ ଖ୍ୟାତି ସମ୍ପନ୍ନ ନିରାଡମ୍ବର ଅତି ସରଳ ବ୍ୟକ୍ତିତ୍ୱର ଅଧିକାରୀ गुरु श्री पंडा महोदय मोर जड़े प्रिय सान भाई से ओडिसी नृत्य को जगन्नाथ संस्कृति को विश्व दरबार में परिवेशन पूर्वक प्रचार और प्रसार करिबारे से जने अन्य विश्व परिवारजक कहिले चले देश और विदेश में जाहिर हजार हजार शिष्य शिष्या अछंती तांको कृतित्व विषय
ଯେତେ କହିଲେ ବି ସରିବ ନାହିଁ। ତାଙ୍କ ପ୍ରାୟୋଗିକ ଅଭିନୟ ଯିଏ ଥରେ ଦେଖିଛି ସେ ତାଙ୍କୁ ସଦା ସର୍ବଦା ମନେ ରଖିଥିବ। ସେ ସମ୍ପର୍କରେ ମୁଁ ଗୋଟେ କହିବାକୁ ଚାହେଁ। ଏ କଥାଟି କହୁଛନ୍ତି କବି କାଶୀନାଥ ନାୟକ ମହୋଦୟ। ଜଗନ୍ନାଥ କୃତିକା ସମ୍ପତ୍ତି ବୃତ୍ତି ଯାର ନୃତ୍ୟ ଛଳେ ଗୁରୁ ଦେବଦାସ ମହାଦୀକ୍ଷା ବ୍ରତ ବୃତ୍ତି ପ୍ରଚାର ଶୟଳେ ଜଗନ୍ନାଥ ନାମେ ଅର୍ଚିତ ଅବିନନ୍ଦା କ୍ଷୁଧା ନିବାରଣ କରେ। ପିତା ମାତା ପୁତ୍ର ସର୍ବେ ଏକ ବ୍ରତ ସଂସ୍କୃତିର ପ୍ରଚାରରେ ନିରାମୟ କଳା ଠାକୁରଙ୍କ ନାଟ୍ୟ ରଚି ବିଶ୍ୱ ଦରବାରେ ନିରାମୟ ମାଉଥାନ୍ତୁ ସାଧୁ କରି ପ୍ରଭୁଙ୍କ ଛତ୍ର ଛାୟା। ମଞ୍ଚନ କାର୍ଯ୍ୟକ୍ରମର କବି ସାହିତ୍ୟିକ ଲେଖକ କାଶୀନାଥ ନାୟକ ମହୋଦୟ, ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଗୁରୁ ଗଜେନ୍ଦ୍ର ପଣ୍ଡା ମହୋଦୟ, ସଂସ୍କୃତି ବିଭାଗରୁ ଅବସର ନେଇଥିବା ଏ ଗାଁ ମାଟିର ଜଣେ ବରିଷ୍ଠ ବରେଣ୍ୟ ମୁରବୀ ପୂର୍ବତନ ସଂସ୍କୃତି ବିଭାଗର ପ୍ରଶାସକ ବଂଶୀଧର ଭୋଇ ମହୋଦୟ, ଏ ଗାଁର ଭଣଜା, ଚାନ୍ଦବାଲି ବିକାଶ ପରିଷଦର ସଭାପତି, ଉତ୍କଳ ସମ୍ମିଳନୀ ଭଦ୍ରକ ଚାପ୍ଟରର ବର୍ତ୍ତମାନର ସଭାପତି ନୀରଦ ରାଉତ ନୌଥୁରୀ ଭାଇ ମହୋଦୟ, ଏ ଗାଁ ମାଟିର ମହକ, ଜଣେ ଶିଶୁ ସାହିତ୍ୟିକ, ଆକାଶବାଣୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଗୀତିକାର, ଜଣେ ଇଞ୍ଜିନିୟର ଏବଂ ଉଦ୍ୟୋଗପତି ଅଭୟସୋତା ମହୋଦୟ ଏବଂ ଛେଡ଼ାକ ଅଞ୍ଚଳର ବିଶିଷ୍ଟ କବି ସାହିତ୍ୟିକ ବେହେରା ସାର୍ ଏବଂ ନରେନ୍ଦ୍ରପୁର ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଗ୍ରାମବାସୀ ସମସ୍ତଙ୍କୁ ନରେନ୍ଦ୍ର ସାଧବର ଗାଁରେ ମୁଁ ଭୂମିଷ୍ଠ ପ୍ରଣାମ କରୁଛି। ଏ ମଞ୍ଚରୁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି। ଏ ସଂସ୍କୃତି ସମ୍ପନ୍ନ ବ୍ୟବସ୍ଥାକୁ ଆପଣମାନେ ବଞ୍ଚେଇ ରଖିଛନ୍ତି। ଆଜିକାଲି ଗାଁ ଭିତରକୁ ସହର ମାଡ଼ି ଆସିଲାଣି। ଇଣ୍ଟରନେଟ୍ ଆଉ ମୋବାଇଲ ଯୁଗରେ ଗାଁ ଠାରୁ ମାନସିକ ଭାବରେ ଦୂରେଇ ଗଲେଣି ଗାଁର ଯୁବପିଢ଼ି। ମୁଁ ଗୋଟେ ଛୋଟ ଅବତରଣିକା କହିକି ମୋର ବକ୍ତବ୍ୟ ଶେଷ କରିବି। ସମୟ ଆମ ପାଖରେ ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଯାତ୍ରୀମାନେ ଆସିଗଲେଣି। ଆଗରୁ ଯେତେବେଳେ ଆପଣମାନେ ଦେଖିଥିବେ, ଯେତେବେଳେ ବଡ଼ ବଡ଼ ସାଧବମାନେ ବ୍ୟବସାୟ କରିବାକୁ ଯାଉଥିଲେ, ନଦୀ ପାର ହେଉଥିଲେ, ସେମାନେ କ'ଣ କରୁଥିଲେ? ଗୋଟେ ଗୋଟେ ସ୍ୱର୍ଣ୍ଣ ମୁଦ୍ରା କି ରୂପ ମୁଦ୍ରା କ'ଣ କରୁଥିଲେ? ନଈ ଭିତରକୁ ଫିଙ୍ଗି ଦେଉଥିଲେ। ଏବେ ବି ଆମର ବ୍ୟବସ୍ଥା ଅଛି ଯେ ଯେତେବେଳେ ଜଣେ ମୁଣ୍ଡନ ହେଉଛି, 12-13 ମାସର ଛୁଆ ହେଇଯାଉଛି, ଆମେ ତାକୁ ମୁଣ୍ଡନ ଦେଉଛନ୍ତି ତୀର୍ଥକ୍ଷେତ୍ରରେ, ପୋଖରୀ ଭିତରକୁ ନଦୀ ଭିତରକୁ ଗୋଟେ କଏନ୍ ଫିଙ୍ଗି ଦେଉଛନ୍ତି। ବହୁତ ଦିନ ପର୍ଯ୍ୟନ୍ତ ତାର ଆଧ୍ୟାତ୍ମିକ ଦିଗ, ସାମାଜିକ ଦିଗ ଭିତରେ ମୁଁ ତର୍ଜମା କରିନଥିଲି। ଯେତେବେଳେ ଏ ସମ୍ପର୍କରେ ମୋର ଉତ୍ସାହ ସୃଷ୍ଟି ହେଲା, ଜଣେ ବିଦ୍ୱାନ ବ୍ୟକ୍ତିଙ୍କୁ ମୁଁ ପଚାରିଲି ଯେ ଅତୀତରେ ଯେତେବେଳେ ସାଧବମାନେ ନଦୀ ପାରି ହେଉଥିଲେ, ସ୍ୱର୍ଣ୍ଣ ମୁଦ୍ରା ରୂପ ମୁଦ୍ରା କାହିଁକି ନଦୀ ଭିତରକୁ ଫିଙ୍ଗି ଦେଉଥିଲେ, ଆଉ ଆମେ ଯେତେବେଳେ ଛୁଆର ମୁଣ୍ଡନ କରୁଛୁ କାହିଁକି ପୋଖରୀ କି ମୁଦ୍ରା ଫିଙ୍ଗି ଦେଉଛୁ? ପୋଖରୀ ତ ସେ ମୁଦ୍ରାରେ କୌଣସି ବ୍ୟବହାରିକ କାର୍ଯ୍ୟରେ ଲଗେଇ ପାରିବନି। ସେ ମୋତେ ଗୋଟେ ସୁନ୍ଦର ଉତ୍ତର ଦେଇଥିଲେ। ସେ ଉତ୍ତର ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ସେ କହିଥିଲେ, ଆମେ ଏ ଯୋଉ ଶରୀର ଧାରଣ କରୁଛୁ, ଏ ଯୋଉ ପଞ୍ଚଭୂତର ଶରୀର, ଏ ଯୋଉ ଅଗ୍ନି, ବାୟୁ, ତେଜ, ମରୁତା, ଇଏ ପ୍ରକୃତି ଆମକୁ ଦେଇଛି। ଆମେ ଶରୀର ଧାରଣ କରିଛୁ। ଆମ ଶରୀର ବଞ୍ଚିବା ପାଇଁ ଆମେ ଯେତେବେଳେ ଗୋଟେ ମେଡିକାଲକୁ ଯାଉଛୁ, ଅକ୍ସିଜେନ ସିଲିଣ୍ଡର ଲାଗୁଛି, ସେତେବେଳେ ଆମେ ଅକ୍ସିଜେନର ମୂଲ୍ୟ ବୁଝୁଛୁ। ତେଣୁ ପ୍ରକୃତି ପ୍ରତି କୃତଜ୍ଞତା, ନଦୀ ପ୍ରତି, ସମୁଦ୍ର ପ୍ରତି, ପାହାଡ଼ ପ୍ରତି, ପାଣି ପ୍ରତି, ଭଗବାନଙ୍କ ପ୍ରତି କୃତଜ୍ଞତାର ସ୍ୱରୂପ ସେମାନେ କ'ଣ କରୁଥିଲେ ନା ମୁଦ୍ରା ଫିଙ୍ଗି ଦେଉଥିଲେ। ଆଜି ବି ଆମେ ଆମ ରାଷ୍ଟ୍ର ନିର୍ମାଣ ପାଇଁ ଆମ ରୋଜଗାରର 10%
ট্যাক্স আকারে দৌছে তেণু ইঞ্জিনিୟର ଅଭ୍ୟାସଦାର ହେବା ପାଇଁ ତାଙ୍କ ବାପା କୋଉଠି ଇଞ୍ଜିନିୟରିଂ କଲେଜ କରିନଥିଲେ ନଥୁଆରୀ ଇଞ୍ଜିନିୟର ହେବା ପାଇଁ ତାଙ୍କ ବାପା କଲେଜ କରିନଥିଲେ ଆପଣମାନେ ଯେଉଁମାନେ ବିଏ ଏମଏ ପାସ୍ କରୁଛନ୍ତି মেডিকাল পাস করছেন ইঞ্জিনিয়ারিং পাস করছেন ল পাস করছেন আপনার বাপা দাদা কি পরিবার কোটি কলেজ করনা আম রাষ্ট্র আম সামাজিক ব্যবস্থা আমকু এই ব্যবস্থা দিয়েছে তেমনি ব্যবস্থা প্রতি আমি উত্তরদায়ী রহিবা আমি কৃতজ্ঞ রহিবা এ হচ্ছে মনুষ্যর চরিত্র তেণু মো গাঁ প্রতি মো মা প্রতি মো অঞ্চল প্রতি মো বিদ্যালয় প্রতি মো সংস্কৃতি প্রতি মো অনুষ্ঠান প্রতি ମୁଁ କୃତଜ୍ଞତା ଜ୍ଞାପନ କରିବି ଜଣେ ପ୍ରତିଷ୍ଠିତ ମଣିଷ ହିସାବରେ ଜଣେ ପୂର୍ବ ପିଢ଼ି ହିସାବରେ ଏବଂ ଆଗାମୀ ପିଢ଼ି ପାଇଁ ମୁଁ ଉଦାହରଣ ତିଆରି କରିବି ଯୋଉ ଉଦାହରଣ ଆମ ନଥୁଆଇ ଚାନ୍ଦବାଲି ବିକାଶ ପରିଷଦ ମାଧ୍ୟମରେ ତିଆରି କରିଛନ୍ତି ବଂଶୀଧର ଭୋଇ 80 ବୟସରେ ଆଜି ବି ଗାଁ କଥା ଚିନ୍ତା କରୁଛନ୍ତି ଗାଁର ମଠ ମନ୍ଦିର କେମିତି ସୁରକ୍ଷିତ ରହିବ ତାର କେମିତି ବିକାଶ ହବ ପ୍ରଚାର ପ୍ରସାର ହବ କି କାଶୀନାଥ ନାୟକ ତାଙ୍କ ସାହିତ୍ୟ ମାଧ୍ୟମରେ ଗାଁକୁ ଆମ ରାଜ୍ୟ ବାହାରେ କେମିତି ପରିଚୟ କରିବେ ଉଦ୍ୟମ କରୁଛନ୍ତି ଇଏ ଉଦ୍ୟମ ତାଙ୍କର ଆଗକୁ ଆଗକୁ ବଢିବ ଏବଂ ଆପଣମାନେ ଯେଉଁମାନେ ଏ ଗାଁର ପରପିଢ଼ି ସେମାନେ ଏ ଉଦ୍ୟମକୁ ପ୍ରୋତ୍ସାହିତ କରିବେ ୟାକୁ ଉଦାହରଣ ଭାବରେ ନେବେ ନିଜ ଗାଁ ନିଜ ଜନ୍ମମାଟି ନିଜ ରାଜ୍ୟ ନିଜ ରାଷ୍ଟ୍ରର ବିକାଶ ପାଇଁ ଆପଣମାନେ ଉତ୍ତରଦାୟୀ ରହିବେ କୃତଜ୍ଞ ରହିବେ ଏବଂ ଏ ବ୍ୟବସ୍ଥାକୁ ଆଗକୁ ନେବେ ଏତିକି ଆଶା କରିକି ମହାନ କବି ଯାଙ୍କର ପୁସ୍ତକ ଉନ୍ମୋଚନ ହେଲା ତାଙ୍କୁ ଧନ୍ୟବାଦ ଦେଇ ଏବଂ ଏ ବୟସରେ ଯେଉଁମାନେ ଏ ଗାଁ ଏ ମାଟି ଏ ପାଣି ଏ ମଣିଷମାନଙ୍କ ପ୍ରତି କୃତଜ୍ଞ ରହିଛନ୍ତି ସେମାନଙ୍କୁ ଆଉ ଥରେ ଏ ମଞ୍ଚରୁ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ସାଙ୍ଗ କରୁଛି ଏଇଟା ମୋ ପାଇଁ ଏକ ନିଆରା ହେବାକୁ ଯାଉଛି ମୋତେ ଲାଗୁଛି ମୋତେ ଏଠି ସମ୍ମାନିତ କରାଯାଉଛି କି ଲଜ୍ଜିତ କରାଯାଉଛି ମୋତେ ଲାଗୁଛି ମୋତେ ଲଜ୍ଜିତ କରାଯାଉଛି କାହିଁକି ଏଇଟା ମୋ କର୍ତ୍ତବ୍ୟ ମୋ ମାମୁଁ ଘରର ଗୋଟେ ଭଣଜା ମୋ ମାମୁଁ ଘର ଗାଁରେ ଗୋଟେ ଭଲ ଭଣଜା ହେବା ସେଇଟା ମୋର ସୌଭାଗ୍ୟ ବିଷୟ ନରେନ୍ଦ୍ରପୁର ଗ୍ରାମ ଆମ ରାଜ୍ୟ ନୁହେଁ ଆମ ଦେଶର ଗୋଟେ ଐତିହ୍ୟ ସମ୍ପନ୍ନ ଗ୍ରାମ ମୁଁ ଗର୍ବ କରେ ମୋ ମାମୁଁ ଘରକୁ ନେଇ ଏଇ ମାଟିରେ ଆମେ ପ୍ରଥମେ ଦଶମ ଶ୍ରେଣୀ ଯାଏଁ ପ୍ରତି ରଜ ସଂକ୍ରାନ୍ତିରେ ଆସୁ ଏ ସବୁ ଜାଗା ଆମେ ବୁଲିଛୁ ମୋର ମନେ ଅଛି ଯେତେବେଳେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥାଏ ସେତେବେଳେ ମୋ ମାମୁଁ ସ୍ୱର୍ଗତ ସୁଧାକର ନାୟକ ଯିଏ ତବଲା ବାଦକ ଥିଲେ ବହୁତ ଏଇ ଅଞ୍ଚଳରେ ବହୁତ କଳାକାରମାନଙ୍କୁ ସେ ସୃଷ୍ଟି କରିଛନ୍ତି ଆଜି ମୋତେ ବହୁତ ଖୁସି ଲାଗିଲା ତରୁଣ କୁମାର ସୁତାରର ସାନ ଭାଇ ସହିତ ଆଉ ଥରେ ପରିଚୟ ପାଇଲି ଆଉ ନିଜକୁ ବି ଦୋଷାରୋପ କଲି ଏ ଭାଇଟାକୁ କେମିତି ମୁଁ ଛାଡ଼ି ଦେଇଥିଲି ମୁଁ ଆଜି ତାଙ୍କ ପାଇଁ ଆପଣମାନଙ୍କୁ କହି ରଖେ ଏଇ ଯେଉଁ କଳାର ଯେଉଁ ଜିନିଷଟା ସେଟା ହୃଦୟରୁ ଆସେ ଆଜି ମୋର ବଡ଼ ଭାଇ କାଶୀ ଭାଇ ଯେଉଁ ଲେଖା ଲେଖିଛନ୍ତି ଆମେ ବିଗତ 10 ଦିନ ତଳେ ବସିଥିଲୁ ଚାନ୍ଦବାଲି ବିକାଶ ପରିଷଦର ଗୋଟେ ସଭାରେ ଆଲୋଚନା କରୁଥିଲୁ ଆଗାମୀ କାର୍ଯ୍ୟକ୍ରମ କ'ଣ କରିବୁ ଆପଣମାନଙ୍କୁ ଜାଣି ଖୁସି ହେବ ଚାନ୍ଦବାଲି ବିକାଶ ପରିଷଦ ଗଠନ କରାଯାଇଛି କେବଳ ଆମ ଅଞ୍ଚଳରେ ଯେଉଁମାନେ ନିଷ୍ପେଷିତ ଯେଉଁମାନେ ଦୁଷ୍ଟ ଅଛନ୍ତି ଯେଉଁମାନେ ହଇରାଣ ହରକତ ହେଉଛନ୍ତି ସେମାନଙ୍କୁ କେମିତି ଆମେ ଆଗକୁ ହାତ ବଢ଼େଇକି ସାହାଯ୍ୟ କରିବୁ ସେଇଟା ରହିଲା ମୁଖ୍ୟ ଉଦ୍ଦେଶ୍ୟ ଆମ ଅଞ୍ଚଳର ଯେଉଁ କଳା ପରମ୍ପରା ଯାହା ଭଲ ହେଇପାରିବ ଯେଉଁମାନେ ଏଇ ଗାଁ ମାଟିରୁ ବଢ଼ିକି ସବୁ ବାହାର ଜାଗାରେ ରହିଛନ୍ତି ଏଇ ନରେନ୍ଦ୍ରପୁର ଗ୍ରାମରେ ବହୁତ ଲୋକ ବିଦେଶରେ ବି ଅଛନ୍ତି ମୁଁ ବି ପଣ ନେଇଛି ଆଜି ଏ ମାଆଙ୍କ ପାଖରେ କି ସେମାନଙ୍କୁ ଆମେ ଯୋଡ଼ିବା ସେମାନେ ଯେଉଁ ଆଗକୁ ବଢ଼ିଛନ୍ତି ଆମ ଗାଁର ନାମକୁ ଆହୁରି ଆଗକୁ ବଢ଼େଇବେ ଆମ ଐତିହ୍ୟ ପରମ୍ପରା ମୁଁ ମଧ୍ୟ ଆଉ ଗୋଟେ ଆପଣମାନେ ଖୁସି ହେବେ ମୁଁ ଆମେ ଓଡ଼ିଆର ଗୋଟେ ଆମେ ସଂସ୍ଥା ରହିଛି ତା ଦେହରେ ମୁଁ ରାଜ୍ୟ ମହାସଚିବ ମଧ୍ୟ ଅଛି ବହୁତ ସାରା ଅନିଶ ଭଦ୍ରକ ରଖିଛନ୍ତି ଭଦ୍ରକ ଜିଲ୍ଲାକୁ ନେଇକି ରହିଛି ତା ଦେହରେ ମୁଁ ସାଧାରଣ ସମ୍ପାଦକ ଅଛି ଏହା ପୂର୍ବରୁ ଝିଅ ମାମୁଁ ଆମର ସାଧାରଣ ସମ୍ପାଦକ ଥିଲେ ଯିଏକି ବିଗତ 12-14 ବର୍ଷ ଆମ ଅଞ୍ଚଳର ଲୋକମାନଙ୍କୁ ଭଦ୍ରକ ଭଳିଆ ଜାଗାରେ ଭୁବନେଶ୍ୱର ଭଳିଆ ଜାଗାରେ ଏକତ୍ରିତ କରି ସେମାନଙ୍କୁ ଯୋଡ଼ି ରଖିବା ତା ଭିତରେ ବହୁତ ପ୍ରଶିକ୍ଷିତ ଲୋକ ଅଛନ୍ତି ଯେଉଁମାନେ ଚାହୁଁଛନ୍ତି ଗାଁକୁ ଆସିକରି କିଛି କରିବା ପାଇଁ ସୁଯୋଗ ପାଇପାରୁନାହାନ୍ତି ବହୁତ କାରଣ ତା ଭିତରେ ଅଛି କିନ୍ତୁ ମୋ ମନ ଭିତରେ କୋଉଠି ନା କୋଉଠି ସବୁବେଳେ ଥାଏ ମୁଁ ଓଡ଼ିଶା ବାହାରେ ବି ବହୁତ ବର୍ଷ ଚାକିରି କଲି କିନ୍ତୁ ଆମ ଗାଁ ଆମ ମାଟିର ମହକ ସବୁବେଳେ ମୋତେ ଯୋଡ଼ି ରଖିବା ପାଇଁ କୋଉଠି ନା କୋଉଠି ଥିଲା ମୁଁ କିଛି କରିବି ଆମ ମିଟିଂ ଯେଉଁ ଚାଲିଥିଲା ସେଇ ସମୟରେ କାଶୀ ଭାଇ ପ୍ରଥମ ଥର ଭାଇ ଆସିଲେ ପ୍ରଥମ ଥର ପାଇଁ ଆସିକି ବସିକିରି ଗୋଟେ ଲେଖା ମୋତେ ଭୋଇମାଙ୍କୁ ଦେଲେ ଯେ ଚାନ୍ଦବାଲି ବିକାଶ ପରିଷଦ ତରଫରୁ ଆମର ଏ ବରେଇମାଙ୍କ ପାଖରେ ଯେଉଁ ଗୋଟେ
ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ମୁଁ ବହୁତ ଲାଗିଲା କି ନାଇଁ ମାମୁଁ ଏଇଟା ଏମିତି କରିବାନି ସେମିତି କରିବାନି ନା ମାମୁଁ କହିଲେ ଏଇଟା ଏମିତି କରାଯାଉ ଯାହା ହଉ ସେଟା କରିକି ମୁଁ ବହୁତ ବହୁତ ଧନ୍ୟବାଦ ଦେବି ଆମ ସଂସ୍କୃତି ମନ୍ତ୍ରୀ ଯିଏ ଅଛନ୍ତି ସୁରଜ ମହୋଦୟ ତାଙ୍କୁ ମୁଁ ପଦିଏ ମେସେଜ କରିଥିଲି ଯେ ବହୁତ ବ୍ୟସ୍ତବତା ଭିତରେ ରହନ୍ତି ଯେ ତାଙ୍କ ବାପାଙ୍କର ଯେଉଁ ଥିଲା ସ୍ୱପ୍ନ ତା ପାଇଁ ସେ ବହୁତ କାମ କରୁଛନ୍ତି ସେଥିପାଇଁ ମୁଁ ତାଙ୍କୁ ମେସେଜ କଲି ନାଇଁ ଏଇଟା ଗୋଟେ ଆମ ଅଞ୍ଚଳ ପାଇଁ ଗୋଟେ ବଡ଼ ଗର୍ବର ବିଷୟ ହେବ ଆପଣ ଏଟାକୁ କରନ୍ତୁ ଆଉ ଆମେ ୟା ପରବର୍ଷଠାରୁ ଏଇ ଯେଉଁ ଜିନିଷଟାକୁ କରୁଛନ୍ତି ତାକୁ ଆହୁରି ବଡ଼ ଆକାରରେ କରିବା ତାକୁ ଆମେ ଓଡ଼ିଶା ସରକାରକୁ ଆମ ସରକାର ମାନେ ଆମର ସରକାର ସେ ଦଳ ରାଜନୀତି ଆ ଭିତରେ କିଛି ନୁହେଁ ସେଇଥିପାଇଁ ମୋ ସାନ ଭାଇ ଉପେନ୍ଦ୍ର ରାଉଳଙ୍କୁ ଡାକିଛି କହିଲି ଭାଇ ତୁମେ ଆସ ଆଉ ଗୋଟେ କଥା ଆମେ ଚିନ୍ତା କରୁଛୁ ଆମ ଗାଁ ମାନଙ୍କର ବହୁତ ଗୋଚର ଜମି ଅଛି ସେ ଜାଗାରେ ଆମେ ପାର୍କ ବନେଇବା ଆମର କମ୍ପାଉଣ୍ଡ ଭିତରେ ଏ ପ୍ରାଙ୍ଗଣ ଭିତରେ ଗୋଟେ କମ୍ୟୁନିଟି ହଲ୍ କେମିତି ହେଇପାରିବ ସେଇ ସବୁ ଗୁଡ଼ାକୁ ଆମେ ତର୍ଜମା କରିବା ମୋ ସାନ ଭାଇକୁ ଦାୟିତ୍ୱ ଦେଉଛି ଆପଣ ଏହା ଉପରେ କାମ କରନ୍ତୁ ଏଇ ସରକାରର ଯେଉଁ ବି ସରକାର ଅଛୁ ଆମ କର୍ତ୍ତବ୍ୟ ତମମାନଙ୍କୁ ଆମେ ଏକାଉଣ୍ଟେବିଲିଟି ରଖିବୁ ଯେ ତମେମାନେ ଆମ ଅଞ୍ଚଳ ପାଇଁ କ'ଣ କରୁଛ ମୁଁ ବହୁତ ବହୁତ ଧନ୍ୟ ମନେ କରୁଛି ମୋର ପ୍ରେରଣାଦାୟୀ ବଡ଼ ଭାଇ ଅଭୟ ଭାଇ ସବୁବେଳେ ଆମ ଭିତରେ ଆଲୋଚନା ହୁଏ ଚାନ୍ଦବାଲି ବିକାଶ ପରିଷଦ ଆମେ ଗତ ଥର ଯେଉଁ ଫଙ୍କସନ୍ କଲୁ ସେଥିରେ ଆମେ 25,000 ଟଙ୍କା ଲେଖାଏଁ ଦୁଷ୍ଟ ପରିବାରମାନଙ୍କୁ ସାହାଯ୍ୟ କଲୁ ସେଥିରେ ଆମର ବର୍ତ୍ତମାନର ଆମର ବିଧାୟକ ପ୍ରେମପ୍ରୀତ ରାୟ ଉପସ୍ଥିତ ଥିଲେ ମହମ୍ମଦ ସାମଲ ସବୁ ବିଜ୍ଞ ଲୋକ ଆସିଲେ 7 ଜଣ ଡାକ୍ତର ଭଲ ଭଲ ଡାକ୍ତରଙ୍କୁ ଆମେ ସମ୍ମାନିତ କଲୁ ଏଇ ଯେଉଁ ଗାଁକୁ ଆମର ଗାଁ ସହିତ ସହରର ଯେଉଁ ଡିଫରେନ୍ସ ଅଛି ଯେଉଁ ଫରକ ଅଛି ସେଟା ନ ରହୁ ଆଉ ବର୍ତ୍ତମାନ ମୁଁ ଆଉ ଗୋଟେ କଥା ଭାଇଙ୍କୁ କହିଛି ଆମର ଏଇ ପ୍ରାଙ୍ଗଣ ଭିତରେ ଆମେ ଗୋଟେ କର୍ଣ୍ଣାଟ ରାଜନୀତି କୁହନ୍ତି ନାହିଁ ସେଟାକୁ ବଦମାଜି କୁହାଯାଏ ଆମର ଅଧିକାର ଆମେ ଯେଉଁ ସରକାର ଅଧିକାର ନେବା ପାଇଁ ଏକତ୍ରିତ ଭାବେ ରହିବା ସେଟା ହେଲା ଗୋଟେ ଗାଁର ପ୍ରତୀକ ହେବା ଦରକାର ଆଉ ସେଇଟା ଆଉ ଗୋଟେ ମୁଖ୍ୟ କଥା ଆମର ଗାଁ ଭିତରେ ଯେଉଁ ନିଶାସକ୍ତ ଯୁବକମାନେ ଯୁବପିଢ଼ିମାନେ ସେମାନେ ନିଶାରୁ ଦୂରେଇ ଏଇ ସବୁ ପରମ୍ପରା ଭିତରେ ନିଜକୁ ନିୟୋଜିତ କରନ୍ତୁ ଆମକୁ ମତେ ଖୁସି ଲାଗିବ ଏଇ ଛୁଆମାନେ ଯେଉଁମାନେ ରହୁଛି ମୋର ବି ଆଜି ମୋର ଝିଆରୀରେ ଆଜି ଉଜ୍ଜଳ ନାୟକ ତାଙ୍କ ଝିଅଟି ଆଜି ଓଡ଼ିଶୀ ନୃତ୍ୟର ଆମ ମୋ ମାମୁଁର ଯେଉଁ ପରପିଢ଼ିକୁ କେମିତି କରାଯିବ କେମିତି ବଜାୟ ରଖାବା ଓଡ଼ିଶୀ ନୃତ୍ୟକୁ ଆଗକୁ କେମିତି ବଢ଼ାଇବା ସେଇଟା ପାଇଁ ମୁଁ ମୋ ଝିଆରୀ ପାଇଁ ବି ଗର୍ବ କରୁଛି ଏ ଛୁଆମାନେ ଯେଉଁମାନେ ଆଗରେ ବସୁଛନ୍ତି ସେମାନେ ଯାହା ଦରକାର ଆମର ଗୋଟେ ମାଧ୍ୟମ କରାଯିବ ସେ ମାଧ୍ୟମରେ ନିଶ୍ଚୟ ଆମେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଆମ ସରକାରକୁ ନେଇକି ଆମ ଗାଁ ପାଇଁ କ'ଣ ଆଉ କାର୍ଯ୍ୟକ୍ରମ କରାଯାଇପାରିବ ତା ପାଇଁ ଆମେ ସମସ୍ତେ ମିଳିତ ଉଦ୍ୟମ କରିବା ନିଜ ସ୍ୱାର୍ଥରୁ ଉର୍ଦ୍ଧ୍ୱରେ ରହି ଯେମିତି ଆମେ ନିଜେ ଆମ ଗାଁର ଯେତେ ବର୍ତ୍ତମାନ ଆପଣ ଜାଣୁଥିବେ ଆଗକୁ ଗାଁକୁ ଆସିଲା ବେଳେ ରାସ୍ତାଘାଟ କିଛି ନଥିଲା ଆମେ ବହୁ ହଇରାଣ ସେତେବେଳେ ଆସୁଥିଲୁ ଏପଟେ ତ ବାଲି ରାସ୍ତା ଚଳିଯିବୁ ଆମ ଗାଁରେ ପଙ୍କ ଆଣ୍ଠୁ ହେଇକି ଛୁଆବେଳେ ଆମେ ଦିଗସିଆ ଆଉ ଗତିରୁ ଯିବା ଆସିବା କରୁଥିଲୁ ଆଜି ଗାଁକୁ ରାସ୍ତା ହେଇଯାଇଛି ଗାଁର ସ୍କୁଲ ମାନଙ୍କର ଉନ୍ନତିକରଣ ହେଇଛି ତାର ପାଠ ଶିକ୍ଷା ସ୍ୱାସ୍ଥ୍ୟ ଏଇ ଯେଉଁ ମୁଖ୍ୟ ଜିନିଷ ଅଛି ତା ଉପରେ ବହୁତ ସରକାର କାର୍ଯ୍ୟ କରୁଛନ୍ତି ସରକାରକୁ ଆମେ ଜବାବ ପୂର୍ଣ୍ଣ ଆକାରରେ ମାଗିବା ଦରକାର ଆମର ଅଧିକାର ଆମକୁ ଦିଆଯାଉ ସେଇ ସଚେତନତାର ବାର୍ତ୍ତା ସବୁ ପିଲାମାନେ ଜାଣିବା ଦରକାର ନିଜ ଭିତରେ ନିଜ ମନ ଭିତରେ ନିଜ ଭାଇ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ମିଳିମିଶି କେମିତି କାମ କରିବା ସେଇଟା ପାଇଁ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି ବର୍ତ୍ତମାନ ଆଜି ମୋର ମୁଖ୍ୟ ପ୍ରେରଣାଦାୟୀ ହେଲେ ମୋର ମାମୁଁ ବଂଶୀଧର ଭୋଇ ମହାଦେବ ସିଏ ମୋତେ ସବୁବେଳେ ଆମେ ସବୁ ହେଲୁ ଟେକ୍ନିକାଲ ଲୋକ ଆମେ ସବୁ ବାହାର ଜାଗାରେ ଚାକିରି କରୁଥିଲୁ ସବୁବେଳେ ନା ତୁ ଏଇଟା କର ସେଇଟା କର ବାପା ସେୟା କରୁଥିଲେ ମୁଁ ମାଙ୍କିଡ଼ି ବେପାର ପୁଅ ନରେନ୍ଦ୍ରପୁର ଏପଟେ ସବୁ ଜାଣିଥିଲି ମାଙ୍କିଡ଼ି ବେପାର କହିଲେ ଜାଣନ୍ତି ସୁଧାକର ନାୟକ ହେଲେ ତବଲା ବାଦକ ଥିଲେ ସେ ବହୁତ ତାଙ୍କର ସାଧନା ବଳରେ ତାଙ୍କର ଯେତେବେଳେ 11 ଦିନ ଦେହାନ୍ତର 11 ଦିନରେ ଯେଉଁ ଆସିଥିଲି ମୁଁ ଦେଖିଲି ବହୁତ ସାରା କଳାକାରମାନଙ୍କୁ ସେ ବନେଇଛନ୍ତି ଯେଉଁଟାକି ନେପଥ୍ୟ ନାୟକ ଭାବେ ମୁଁ ତାଙ୍କୁ ମାମୁଁକୁ ବହୁତ ସମ୍ମାନ କଲି ଆଜି ବି ଆମର ଆଲୋଚନା ହେଉଥିଲା ଆମର ତରୁଣ କୁମାର ସୁତାର କହିଲେ ମାମୁଁଙ୍କର ଆମର ତାଙ୍କୁ ମନେ ପକାଇବା ପାଇଁ ତାଙ୍କ ପାଇଁ ଆମେ କୌଣସି କାର୍ଯ୍ୟକ୍ରମ ଆଗକୁ କରାଇବା ବହୁତ ସାରା ଜିନିଷ ମନ ଭିତରେ ଅଛି କାଶୀନାଥ ଭାଇ ବହୁତ ପାଠ ନ ପଢ଼ି ନିଜ ସଂଘର୍ଷମୟ ଜୀବନକୁ ନେଇ ଭୁବନେଶ୍ୱର ଭଳି ସହରରେ ଆଉ ତାଙ୍କୁ ବଂଶୀ ମାମୁଙ୍କର ଆଶୀର୍ବାଦ ସବୁବେଳେ ରହିଛି କାରଣ ଇଏ ହେଲେ ଚଳନ୍ତି ଭଗବାନ ବଂଶୀଧର ଭୋଇଙ୍କୁ ଆପଣମାନେ ଜାଣିନାହାନ୍ତି ଗାଁ ଭିତରେ ତାଙ୍କର ଯେତିକି ଅଛି ମାନେ ଆଶ୍ଚର୍ଯ୍ୟ ହେବେ ଆପଣ ବହୁତ ଆଶ୍ଚର୍ଯ୍ୟ ପଇସା ନାହିଁ ତାଙ୍କ ପାଖରେ ଲୋକ ଭାବୁଛନ୍ତି ଭୁବନେଶ୍ୱର ରହୁଛନ୍ତି ବହୁତ ପଇସା ଅଛି
ଆଦ ପଇସା ନାହିଁ ତାଙ୍କ ପାଖରେ। ଆପଣମାନେ ଆଉ ଯେମିତି ଖୋଜେଇବେ 700 ଅନାଥ ଛୁଆ ମାନେ ଫୋପଡ଼ା ହେବା ଛୁଆ ତାଙ୍କ ପାଇଁ ସବୁବେଳେ ଆଗରେ ମାମୁଁ ଛିଡ଼ା ହେଇଥାଏ। ଆଉ କୋଭିଡ ସମୟରେ ତାଙ୍କର ସବୁବେଳେ ରାସନ ପାଣି ଯାହା ଦରକାର ହୁଏ ସେମାନେ ବହୁତ ଲୋକମାନଙ୍କୁ କୁହନ୍ତି ଯେତେବେଳେ ମାମୁଁ କହିବେ ଆରେ ତାଙ୍କର ଏଠି ରାସନ ନାହିଁ, କୋଭିଡ ସମୟରେ ତ ବାହାରୁ ଯାଇପାରୁନାହାନ୍ତି, ଆଉ ତୁ ଟିକେ କ'ଣ କର। ସବୁବେଳେ ଆମର ଭଦ୍ରକ ସମ୍ମିଳନୀ ଯେଉଁ ଲୋକମାନଙ୍କୁ ମିଳେଇକି ରଖିବା ତା ଦେହରେ ମୁଁ ଆପଣଙ୍କୁ या परवर्ती कार्यक्रम आम अंचल गर्व ओडार गर्व रविनारायण सेनापति महोदय को आनी आप शुणे एत भद्र पाठ पढ़ी एत भद्र तो आम गाँव एत पिला पाठ पढ़ी बाहर रही बड़ बड़ मरीज बहुत पैसा रोजगार कर गाँव को कहीं छाड़ी दौरान जोड़ी रखा मूल को जोड़ी रखा आम मान दायित्व से आम डाकवा मिशिवा आउ आज चित्र कुमार बेहेरा महोदय कवि बड़ भाई परिचय पाई अच्छा उपेन्द्र कुमार राउल त्रिलोचन बेहेरा आउ मोर दादा चैतन्य लेंका भी आज देखी बहुत खुशी लगे ना शुणी बहुत आगुरी छुआ बेले आ सत्यानंद धल भाई आउ अमूल्य बारिक आ बहुत ना मो नहीं पारूना बहुत आमर नरेंद्रपुर गाँ रु बहुत लोक आमर राज्य में बहुत नाम कमाई से स्मरण करने आम मैंने गोटे कार्यक्रम करवा जो अभय भाई तांकर प्रयास जारी रखिंट आम पचर मुझे सबुबले मो भाई को कही भाई आप किसी करूँ जोटा कि आम पर पीढ़ी पाखे किसी प्रेरणा पहुँचू से भी आगक आसतु आ गोटे मोर छोट बड़ मामू पुअर सांग जो अच्छी दुखी मामू डाक विशाल घर चगुलु चगुलु ता पुटी गोटे भल क्लास अफसर चाकरी पाई से भारी कष्ट से मामू जा चाउल फाड़ बिके भुवनेश्वर ता पुटी बर्तमान क्लास अफसरटे बहुत लोग आम गाँव जा सानिध्य से धरिकी आम पिला केमी आम रोजगार कर बढ़े आज को बढ़ेदवा तार ज्ञान अच्छी जब तपस्या कर सी भी भल मनीष हो पार बहुत आज निजक गर्वित मन कर जगह को छुआ बेले आम सब बुली आसू आज मत ये जगह एत प्रकार जो गोटे भल भणजा आज्ञा मुझे पाऊँ बहुत बहुत धन्यवाद आपण समस्त को। बंधु विदाय हे बंधु विदाय जहाँ सुख देल छाड़ी जाऊँगी जहाँ दुख देल साथी जहाँ दुख देल छाड़ी जाऊँगी जहाँ दुख देल साथी स्वर्गद्वारे हम दाम सिंह द्वारू घेन मोसे प्रणाम ओम नमो भगवते वासुदेवाय ओम नमो भगवते वासुदेवाय हे बंधु विदाय हे बंधु
ସାଗର ପାରି କରିଦେବ ସରିଗଲା ସମୟ ଏ ଘନ କାଳରେ କାହିଁ ଗଲ ବନ୍ଧୁ ଓಂ ନମୋ ଭଗବତେ ବାସୁଦେବାୟ ଓಂ ନମୋ ଭଗବତେ ବାସୁଦେବାୟ হে বন্ধু বিদায় হে বন্ধু বিদায় ওম নমো ভগবতে বাসুদেবায় ওম নমো ভগবতে বাসুদেবায় ବହୁତ ବହୁତ ଧନ୍ୟବାଦ। ଏକ ଐତିହାସିକ ପୀଠସ୍ଥଳ ଏବଂ ଧାର୍ମିକ ଅନୁଷ୍ଠାନର ଭରପୁର ଏଠି ଗ୍ରାମବାସୀ ତଥା ପାଖାପାଖ ଅଞ୍ଚଳର ସହଯୋଗୀମାନଙ୍କ ମଧ୍ୟରେ ଯେଉଁ ସହାନୁଭୂତି ସାହାଯ୍ୟକୁ ନେଇ ଏ ଅନୁଷ୍ଠାନ ଗଢ଼ି ଉଠୁଛି। ବହୁତ ଭଲ ଲାଗୁଛି। ଅନ୍ୟ ବକ୍ତାମାନେ ତ ସବୁ ବକ୍ତବ୍ୟ ଦେଇସାରିଲେଣି, ତଥାପି ମୁଁ ଏତିକି କହି ରଖୁଛି, ସବୁ ବର୍ଷ ଭଳି ଆପଣମାନଙ୍କର ସାହାଯ୍ୟ ସହାନୁଭୂତି ଯଦି ଏହିପରି ଅତୁଟ ରୁହେ ଏ ଅନୁଷ୍ଠାନଟିରେ ବହୁ ଆଗକୁ ଯିବ ବୋଲି ମୋର ଆଶା। ଶେଷରେ ମୁଁ ଜଗନ୍ନାଥଙ୍କ ପାଦ ତଳେ ପ୍ରଣାମ କରି ମା ବରାହୀଙ୍କର ଆଶୀଷ କାମନା କରି ମୋର ବକ୍ତବ୍ୟ ଶେଷ କରୁଛି। ବର୍ତ୍ତମାନ ଆମର ପ୍ରଥମ ଅଧିବେଶନ ସମାପ୍ତ କରିବା, ସେମାନେ ପ୍ରସ୍ତୁତ ହେଇଗଲେଣି। ବର୍ତ୍ତମାନ ମୁଁ ବିଶ୍ୱରଞ୍ଜନ ସେ ବହି ମାଙ୍କର କିଛି ପୁସ୍ତକ ବହି ଉଲ୍ଲେଖିତ କରି ଏଠି ଉନ୍ମୋଚନ କରିଛନ୍ତି। ସେଥିପାଇଁ ସେ ବଡ଼ ବାପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମା ବହି ମା କମିଟି ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଏତିକି କହି ଆମର ଯେଉଁ ଆସିଛନ୍ତି ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡା ପରେ ପରେ ସେ ଆସି ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ। ଯାହା ହଉ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଅଛି। କମଲା ସ୍ୱାଦ ମଧୁପ ରମା ଶମ୍ଭୋ ବ୍ରହ୍ମାରପତି
गणेशाचितपद जगन्नाथ स्वामी नयन पथगामी भवतु मे अम्बाशं भवे चक्रकौणी अपन्नामपथगाय शिवके नयना है भवती कत्यायनि भैरवी सावित्री नवयौवन शुभ्रकारि चतुर्भर देवता भगवती राजराजेश्वरी चं चं चंद्रहासा चरित्रकसहजाचरा शुभ्रकेशा जं जं जगत माता जगत जनहिता जोगिनी जो भारी जिनिस अच्छी हालका है तेणु पानी में जो कुंभीर बहुत बड़ से कुंभीर पूरा भीषण भाव धरला गोड़ को टाणी से बहुत जोर चित्कार कर शेष से भगवान स्मरण कला हे प्रभु नारायण रक्षा कर आखि पिछुला मैंने आखि बंद कर खोलिले जेतिक समय से मुहूर्त भितर सुदर्शन चक्र से दी गड़ काटी करके कुंभीर काटिदेला गज उद्धार है से भगवान को से पद्मपुर समर्पण कले हे प्रभु जगन्नाथ जितेबले 100 भाई बचते एपटे 5 भाई बचते पुरुष सभा द्रौपदी वस्त्र हरण कर दुशासन एवं द्रौपदी कहते हे भीमसेन तुम गदार एत बड़ तुम मत रक्षा करुन कहीं अर्जुन को कहले तुम गांडी गदार सारा पृथ्वी थर हम तुम रक्षा करुन कहीं 5 भाई नेउरा सरीगला समस्त मुंड तल कहीं नहीं से नारायण कहते ना कृष्णार्पण मस्तु आप भगवान पादर शरण पशिगले समर्पण हो गले सी आप रक्षा करेंगे जिते द्रौपदी 2 हाथ टेकी नारायण नारायण कहते कोटी वस्त्र देले कोटी कोटी वस्त्र दान कले भगवान जो भीमसेन गदा बुले 100 योद्धा को मारूला से शाढ़ी टाणी पारे हाजाए मुँह बुले पड़गला ये सब भगवान को करावती तेणु से जगन्नाथ ये अच्छा आम प्रणाम कर प्रथम आरंभ करवा मानव धारण मो सुपुत्र कनिष्ठ पुत्र प्रभुत्व से नाचब मानव धारण जो भक्त प्रहलाद करूँ से हिरण्यकशिपु हुए मु नरसिंह हुए आज देखिए सान विप्र बड़ विप्र भितर सी हम बड़ विप्र सी हम सान विप्र मोर छात्र आसी बड़ विप्र सी से बड़ विप्र पुह हम ये स्टेज में जहाँ कर आप आगू देखिए आसतु बर्तमान देखा जगन्नाथ प्रिय भजन मान उद्धार कर कारण आ पर ठारू काशीनाथ सारे ये करेंगे सब तालिका कहे आप देखिए कहीं आम बाप पुओ 2 जन जाक एवं फेरु मालिकचर 26 सब कार्य फेरु सी गोटे डेलॉयट इंजीनियर 4 वर्ष डेलॉयट चाकरी कले तापर मु कहली बोली बापा मो पुओ जब चाकरी कर मो नाच को बचेब किए मो संस्था को बचेब किए मो संस्कृति को बचेब किए मो परंपरा को किए बचेब तेणु तू जब चाकरी कर डेलॉयट आईटी गाँव साइड जॉइन कर गला 6 मास भितर चाकरी रिजाइन देकर पूरा पूरी नाचर समर्पित होती बहुत खुशर कथा आपण आशीर्वाद देवे कारण जो माँ ठाकुराणी बराही अच्छा जो जगन्नाथ बलभद्र सुभद्रा सुदर्शन अच्छा से ताली मारिक आशीर्वाद देले यहाँ हूँ बड़ आशीर्वाद जहाँ कहती माँ जहाँ को ग्रीन सिग्नाल देला कई पृथ्वी रेड सिग्नाल देवे तार कौटी रास्ता अटकबार ना आपण मन कथा कहूँ मुझे प्रथम दर्शन करी माँ को आज पर्यटन मो ध्यान से रही गाधे आसला आम घर इष्ट को प्रार्थना करे तारातारिणी घटगा तारिणी एमती अनेक माता प्रणाम करे भर बराही ठाकुराणी 7 दिन तक भजन निर्धारण कर से जो दिन हम गाँव को आसिले फास्ट माँ मंगला को दर्शन करी द्वितीय माँ बराही को दर्शन करी तृतीय बाबा गोस्वामी को दर्शन करी से कही मु ये गाँव में किसी करी ये गाँ आपंकर में मो गाँ ये ठाकुराणी मो हृदय बहुत आसी मंच डायरेक्ट कही आप नाच देखिए से नाटक को देखिए जो साक्षी कर नाटक जा ये धन लिखी से नाटक को देखला जापारे नाटक कौन आउ नाटककारी कौन से बाप पुओ अभिनय आप विमोहित कर आशा करुँच माँ बराही पाखे प्रार्थना कर संसार उन्नति हो आशीर्वाद लिखाऊ भी